जय जगन्नाथ। पवित्र स्नानଯାତ୍ରାର ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଜି ମହାପ୍ରଭୁ ଜଗନ୍ନାଥ ତାଙ୍କ ଭାଇ ଭଉଣୀ ଏବଂ ସୁଦର୍ଶନଙ୍କ ସହିତ ରତ୍ନବେଦୀକୁ ତ୍ୟାଗ କରି ଆସି ପହଞ୍ଚିବେ ସ୍ନାନବେଦୀକୁ। ସେଠି ଯାଇ 108 ଗରା ଅଧିବାସିତ ଜଳରେ ସ୍ନାନ କରନ୍ତି। ତ ଚାଲନ୍ତୁ ଜାଣିବା ମୁଁ କେମିତି ଆମ ଘରେ ଏହି ନୀତିକୁ ସମ୍ପାଦନ କରିଛି, ଯାହାକି ପୁରୀ ଭଳି ତ କରିବା ଘରେ ଅସମ୍ଭବ ନୁହେଁ, କିନ୍ତୁ ଯାହା ବି ଆମେ ଆମ ନିଜ ଭକ୍ତିରେ ନିଜ ଶକ୍ତିରେ ଯାହା ଆମେ କରିପାରୁଛେ ଜଗନ୍ନାଥଙ୍କ ପାଇଁ, ତାଙ୍କେ ନିଶ୍ଚୟ ସେ ଜିନିଷକୁ ନେଇ ଖୁସି ହେବେ। ପ୍ରଥମରେ ତିନି ମହାପ୍ରଭୁ ଗୋଟି ପହଣ୍ଡି କରି ଯାଇ ପହଞ୍ଚିଥାନ୍ତି ସ୍ନାନବେଦୀ। ତତ୍ପଶ୍ଚାତ ଶ୍ରୀ ମଦନ ମୋହନ ଯାଇ ପହଞ୍ଚିଥାନ୍ତି ସ୍ନାନବେଦୀକୁ। ସେଠାରେ ପହଞ୍ଚିଲା ପରେ ଯେମିତି ରତ୍ନବେଦୀରେ ବସିଲା ବେଳେ ମହାପ୍ରଭୁଙ୍କର ନୀଳକନ୍ଦର ସେହି ଗର୍ଭଗୃହରେ ଅନେକ କିଛି ନୀତିକାନ୍ତି ହେବାର, ଦେଖିବାକୁ ଗଲେ ମଙ୍ଗଳା ଆରତୀ ଅଛି, ଅବକାଶ, ଗୋପାଳ ବଲ୍ଲଭ ଭୋଗ, ରୋଷହୋମ, ଅନେକ କିଛି ପୂଜା ପାଠ ହେବାର। ସେହି ସବୁ ପୂଜା ପାଠ ବନ୍ଦ କମରାରେ ଗର୍ଭଗୃହରେ ହେବାର, କିନ୍ତୁ ଆଜି ଆମକୁ ସେହି ସବୁ ନୀତିକାନ୍ତି ସ୍ନାନବେଦୀରେ ଦେଖିବାକୁ ମିଳିବ। ତେଣୁ ପ୍ରଥମ ନୀତି ହେଉଛି ମଙ୍ଗଳ ଆରତୀ। ମଙ୍ଗଳ ଆରତୀ ପରେ ମହାପ୍ରଭୁଙ୍କର ତଡ଼ପ ଲାଗି ହୋଇ ଅବକାଶ ନୀତି ଆଗକୁ ବଢ଼ିଥାଏ। ଆମେ ଯେଉଁ କହୁ ମହାପ୍ରଭୁ ଏହି ଯୁଗରେ ମାନବୀୟ ଲୀଳା ଦେଖାଇଥାନ୍ତି, ତାହା ଏମିତି ଖୁବ୍ ଭଲସେ ଦର୍ଶାଏ। ଗୋଟିଏ ମଣିଷଟି ଉଠିଲା ପରେ ଯେମିତି ଦାନ୍ତ ଘଷେ, ନିଜକୁ ପରିଷ୍କାର କରେ, ଏହିଭଳି ଅନ୍ୟତମ ଜିନିଷ କରିଥାଏ, ସେହିଭଳି ମହାପ୍ରଭୁଙ୍କ ପାଖରେ ମଧ୍ୟ ଏହି ଅବକାଶ ନୀତି ଏଥିପାଇଁ କରାଯାଏ ତାକି ତାଙ୍କର ଦାନ୍ତ ଘଷା ହଉ। ତାପରେ ତାଙ୍କୁ ତା ପିତ୍ତଳର ପ୍ରତିବିମ୍ବରେ ମହାପ୍ରଭୁଙ୍କୁ ପ୍ରଥମେ ସ୍ନାନ କରାଯାଏ। ତାହାପରେ ଯାଇକି ଏହି ଦିନରେ ମହାପ୍ରଭୁଙ୍କ ଅଙ୍ଗରେ ଜଳ ଲାଗି ହୋଇଥାଏ। ଆଜ୍ଞା ଜାଣିଛନ୍ତି, ଆମ ସାଆନ୍ତେନା ଭାରି ବେଶପ୍ରିୟ। ଆଜି ଭଳିକା ଏଡ଼େ ବଡ଼ ଦିନରେ ଏତେ କିଛି ପୂଜା ଅର୍ଚ୍ଚନାର ମଧ୍ୟରେ ମଧ୍ୟ ତାଙ୍କୁ 2 ଥର ବେଶ ଶୃଙ୍ଗାର କରାଯାଇଥାଏ। ପ୍ରଥମ ହୁଏ ମହାସ୍ନାନ ପୂର୍ବରୁ ମହାପ୍ରଭୁଙ୍କୁ ବୈରାଣୀ ପିନ୍ଧାଯାଇ ଅନେକ କିଛି ଫୁଲ ମାଳ, ଯେମିତିକି ଶ୍ରୀପୟର ମାଳ, ହୃଦୟ ମାଳ, ଅଧର ମାଳ, ମସ୍ତକ ମାଳ, ନାକ ଚଣା, ଗଭା, ଅନେକ କିଛି ଫୁଲ ପୁଷ୍ପର ଅଳଙ୍କାର ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ।
तांके से सब पिंधि जगे थांती राह देखि थांती निजर जल केतबेला से 108 गरा जल पूजा सारी आसी जल विजय होई तांकर बाड़रे रखा जेमती तांको बाड़रे रखा होइथबो सब पानी सेही समय रे महाप्रभुଙ୍କ अंगर जेतिके सब पुष्पमाला सब कड़ा होइबो तापरे आगको बढ़ा जिवो जल नीतिर कार्य। प्रभु किस बाहुनी बिचूलकु चूल सुंदर दिशुछि दूरकु प्रभु किस बाहुनी बिकपाल तिनी पुर लोक करे उज्जवल प्रभु किस बाहुनी विभ्रुलता तिनी पुर लोक जाक विजेता प्रभु किस बाहुनी विकर्णकु सदा गुणुथिबि तोर नामकु। प्रभु किस बाहुनी विनाशिका तिनी पुर लोक जाक तोषिका प्रभु किस बाहुनी भी आखि देखिले पात कथाए कि प्रभु किस बाहुनी भी डोला सुंदर भ्रमर कलाकु प्रभु किस बाहुनी भी पाटिकी जेऊ 60 पौटी छाटिकी प्रभु किस बाहुनी भी गला सुंदर कदम्ब मालाकु। प्रभु किस बाहुनी विभुजको भुज सुंदर दिशगी जुझको प्रभु किस बाहुनी विहृदको हृद सुंदर चंदन लेपको प्रभु किस बाहुनी विपेटको मार कंडन पागिले भेटको प्रभु किस बाहुनी विकटिको कटी सुंदर कमर पटाकु प्रभु किस बाहुनी विचरण तिनी पुर लोक जाक शरण मते उद्धर देव नारायण मते उद्धर देव नारायण। श्याम बंधु रूप सखी देखी आखि रहे लाखी गो श्याम बंधु रूप सखी देखी आखि रहे लाखी गो श्याम बंधु रूप सखी। सिरे ता से
ବାଜୁଥାଇ କିଣି କିଣି ଗୋ ଶୁଣି ହୃଦ ହୁଏ ହାଣି କେ ଧୈର୍ଯ୍ୟ ପାରେ ରଖି ଗୋ ଶ୍ୟାମ ବନ୍ଧୁ ରୂପ ସଖୀ। ভাসই যে বনমালী গো ভাসই যে বনমালী এ রসরে ভালি ভালি গো দেলাম হৃদয় জালি মদন সর কুজোখী গো শ্যাম বন্ধু রূপ সখী। দেখি আখির হেলাখি গো শ্যাম বন্ধু রূপ সখী। ଏଣୁ ମହାପ୍ରଭୁଙ୍କର ଜଳ ଲାଗି ନୀତି ସମ୍ପାଦନ ହୋଇଛି। ଏବେ ମହାପ୍ରଭୁଙ୍କୁ ପଟଣି ପିନ୍ଧା ହୋଇ ପୁଣି ଥରେ ବେଶ ଶୃଙ୍ଗାର କରାଯିବ। ତତ୍ପଶ୍ଚାତ୍ ଗଜାନନ ବେଶ ଆସି ପହଞ୍ଚିବ। ତାପରେ ମହାପ୍ରଭୁଙ୍କୁ ସେହି ବେଶରେ ସୁସଜ୍ଜିତ କରାଯିବ ଏବଂ ମଧ୍ୟାହ୍ନ ଧୂପର ଭୋଗ ଲାଗି କିମ୍ବା ସେବା ଅର୍ପଣ କରାଯିବ। সে মোহন বংশীধরা সখী পরাগ সে মোহন বংশীধরা ব্রজকুল বধূঙ্কর চিত্ত চোরাগ সে মোহন বংশীধরা ত্রিভঙ্গী মূরতি হই নিপমূলে খায়ে রহি ত্রিভঙ্গী মূরতি হই নিপমূলে খায়ে রহি কেতে রঙ্গে করে সেই নেত্র ঠরাগ সে মোহন বংশীধরা সখী পরাগ সে মোহন বংশী। ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଲା ପରେ ମହାପ୍ରଭୁଙ୍କର ଗଜାନନ ବେଶର ଓଲାଗି କରାଯାଏ। ଠିକ୍ ଏହି ସମୟରେ ଏହା ଜଣାପଡ଼େ ଯେ ମହାପ୍ରଭୁଙ୍କୁ ବହୁତ ଜୋରେ ଜ୍ୱର ଆସିଯାଇଛି। ଆଉ କେମିତି ବା ହବନି, 108ରେ ଶୀତଳ ଗରା ପାଣିରେ ଗାଧେଇଲା ପରେ ଜ୍ୱର ହବ ତ ଆଉ କଣ ହବ। ତେଣୁ ଏବେ ତାଙ୍କର ନିଜର ସ୍ୱାସ୍ଥ୍ୟକୁ ଭଲ କରିବା ପାଇଁ ଅଣସର ପିଣ୍ଡିକୁ ନିଆଯିବ। ଅଣସର ପିଣ୍ଡିରେ 14 ଦିନ ମହାପ୍ରଭୁ ଗୁପ୍ତରେ ରହିବେ, କାହାକୁ ମଧ୍ୟ ଦର୍ଶନ ଦେବେନି। ଏହି ସମୟରେ ମହାପ୍ରଭୁଙ୍କର ଅନେକ କିଛି ଗୁପ୍ତ ସେବା ଚାଲିଥାଏ ଏବଂ ଏହି ସମୟରେ ଯେହେତୁ କି ପୁରୀ ମନ୍ଦିରରେ ହେଉଥିବା ସମସ୍ତ ନୀତିକାନ୍ତିକୁ ତ ବନ୍ଦ କରି ହେଇପାରିବନି। ମହାପ୍ରଭୁଙ୍କର ପାଖରେ ଯାହା କିଛି ନୀତିକାନ୍ତି ହେବାର ସେହି ସବୁ ନୀତିକାନ୍ତି ହୁଏ ପଟିଦିଅଙ୍କ ପାଖରେ। ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ରୁହନ୍ତି ଅନନ୍ତ ବାସୁଦେବ, ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ରୁହନ୍ତି ଅଳାରନାଥ, ମା ସୁଭଦ୍ରାଙ୍କ ବାଡ଼ରେ ରୁହନ୍ତି ମା ଭୁବନେଶ୍ୱରୀ ଏବଂ ଏହି ତିନି ପଟିଦିଅଙ୍କ ସହ 10 ଅବତାର ଆଉ ଆମର ଚଳନ୍ତି ପ୍ରତିମା ଅଛନ୍ତି ଯେଉଁ ପୁରୀ ଶ୍ରୀ ମନ୍ଦିରରେ, ଯେମିତିକି ଶ୍ରୀଦେବୀ, ଭୂଦେବୀ, ମଦନ ମୋହନ, ଦୋଳଗୋବିନ୍ଦ, ରାମକୃଷ୍ଣ ଏମାନଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ। 14 ଦିନ ପରେ ମହାପ୍ରଭୁଙ୍କର ନୂଆ ଆବରଣ ହୋଇ
ମହାପ୍ରଭୁ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ, ତାହାକୁ କୁହାଯାଏ ନବଯୌବନ ଦର୍ଶନ। ବେଶ ତୋରା ଗୋ ସେ ମୋହନ ବଂଶୀ ଧରା ସଖୀ ପରାଗ ସେ ମୋହନ ବଂଶୀ ଧରା। কবি বেণু ধর বলে পড়িলে তা প্রীতি পালে বিরতি পারিব কেউ জবা ধরা গো সে মোহন বংশী ধরা সখী পরাগ সে মোহন বংশী ধরা। ଏହିପରି ଆମର ଶ୍ରୀ ଜଗନ୍ନାଥଙ୍କର 2024ର ସ୍ନାନ ଯାତ୍ରା ସମ୍ପାଦନ ହୋଇଛି। ଆଶା କରୁଛି ଆପଣ ସମସ୍ତଙ୍କ ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଆଜି ପାଇଁ ଏତିକି, ମୁଁ ରହିଲି। ଖୁବ୍ ଶୀଘ୍ର ଫେରିବି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ନୂଆ ଆଧ୍ୟାତ୍ମିକ ଭିଡ଼ିଓ ନେଇ ଆପଣମାନଙ୍କ ପାଖକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।